ମାନେ 2021 ରୁ 2016 2021 ପର୍ଯ୍ୟନ୍ତ ଥିଲା। 2021 25 ଭିତରେ ସେ ପୁଅ ସହିତ ମୋର ସେମିତି କିଛି ବି କଥାବାର୍ତ୍ତା ନାହିଁ। ତ ଏଇ ବିଷୟରେ ଅଲରେଡି ମୁଁ ସମୀର ସାରଙ୍କୁ ଜଣାଇ ବି ସାରିଥିଲି କି ମୋର ପାଷ୍ଟ ଗୋଟେ ଥିଲା। ସେ ବି କହିଥିଲେ ମୋର ବି ପାଷ୍ଟ ଅଛି। ତ ଆମେ ଦୁହିଁଙ୍କର ସହମତି କି ହଁ ମୁଁ ତୁମର ପାଷ୍ଟକୁ ଆକ୍ସେପ୍ଟ କରୁଛି ଆଉ ତୁମେ ବି ମତେ ମୋ ପାଷ୍ଟକୁ ଆକ୍ସେପ୍ଟ କରିକି ଆମେ ଦୁହେଁ ସମ୍ପର୍କ ଆଗକୁ ବଢେଇବା ବୋଲି ତ ଆମେ ବଢେଇଥିଲୁ। ମିଳିବା ଆଶାରେ ତ ମୁଁ ଏ ସ୍ଥାନରେ ବସିଛି। ମାନେ ଏହା କି ଯେ ପୁଅ ମୋ ସାମ୍ନାକୁ ଆସୁ କିଛି ତ ଗୋଟେ ଫାଇନାଲ ହଉ, କେମିତି କି ମ୍ୟାରେଜ କଥା। ମାତ୍ର ଯୋଉ ମୁଁ ଆସି ବସିଛି ସେତେବେଳେ ଲାଷ୍ଟ 3 ତାରିଖ କିଛି ଏମିତି ଗାଁ ଲୋକ ବସିକି ଏମିତି କିଛି ଡିସାଇଡ କରିଥିଲେ। ତ ସେବେଠୁ କିଛି ବି ପ୍ରତିଶ୍ରୁତି ଦେଇନାହାନ୍ତି ଆଉ ମତେ। ତ କାଲି ରାତିରେ ରମ୍ବା ଥାନାରୁ ଆସିଥିଲି। ତ ସେ ମଣ୍ଡେ ଦିନ କିଛି ଫାଇନାଲ ହେବ ବୋଲି ଏମିତି କିଛି କହିକି ଯାଇଛି। ନାଇଁ ମୁଁ ତ ପର୍ଯ୍ୟନ୍ତ ଥାନାକୁ ଯାଇନାହିଁ। ଷ୍ଟାର୍ଟିଂ ରେ ଯେତେବେଳେ ପୋଲିସ ଷ୍ଟେସନରୁ ଆସିଥିଲେ ସେତେବେଳେ ମୁଁ ଏଇଟା ଜଣେଇଥିଲି କି ପୁଅକୁ ମୋ ସାମ୍ନାକୁ ଆଣାଯାଉ, ଆଣି ସାରିଲା ପରେ ମୁଁ ତାଙ୍କ ସାଥିରେ ଯିବି ବୋଲି। ସେ ବିଷୟରେ ମୁଁ ଜଣେଇ ସାରିଛି କି ସେ ମୋ ସାମ୍ନାକୁ ଆସିଲେ ମୁଁ ଏ ସ୍ଥାନରୁ ଯିବି ବୋଲି। ତ ଏପର୍ଯ୍ୟନ୍ତ ମତେ ସେ ବିଷୟରେ କିଛି ବି ଜଣା ହେଇନି କି ବାରମ୍ବାର ତ ପୋଲିସ ଆସୁଛନ୍ତି, ଜଣାଉଛନ୍ତି କି ହଁ ସେ ପୋଲିସ ଷ୍ଟେସନ କୁ ଆସ ବୋଲି। ସେ ବିଷୟରେ ମୁଁ ଅଲରେଡି କହିସାରିଛି କି ମୁଁ ପୋଲିସ ଷ୍ଟେସନକୁ ଏବେ ଯିବା ପାଇଁ ଚାହୁଁନି। ବର୍ତ୍ତମାନ ପୁଅକୁ ନେଇ ଆସୁ ମୋ ସାମ୍ନାକୁ, ତାପରେ ମୁଁ ତାଙ୍କ ସାଥିରେ ପୋଲିସ ଷ୍ଟେସନ କୁ ଯିବି ବୋଲି। ବିଷୟରେ ମୁଁ ଆଗରୁ ପ୍ରଥମ ଷ୍ଟାର୍ଟିଂ ରେ ଯେତେବେଳେ ଆମେ ଦୁହେଁ କଥାବାର୍ତ୍ତା ହେଇଥିଲୁ ମୁଁ ଏ ବିଷୟରେ ତାଙ୍କୁ ଜଣେଇ ବି ସାରିଥିଲି, ଯୋଉ କି ତାଙ୍କ ଘର ଲୋକ କହୁଛନ୍ତି ଗୋଟେ ପୁଅ ସହିତ 6 ବର୍ଷ ରିଲେସନସିପ ରେ ଥିଲା, ତ ପରେ ସମୀରଙ୍କ ସହିତ ରିଲେସନସିପ ରେ ଆସିଛି ବୋଲି। ତ ସେ ବିଷୟରେ ମୁଁ ତାଙ୍କୁ ଆଗରୁ ବି ଜଣେଇ ସାରିଥିଲି ଆଉ ସେଇ କଥା ଜାଣିଛନ୍ତି ମଧ୍ୟ। ତ ଯଦି ବି ମୋ ବିଷୟରେ ତାଙ୍କ ଘର ଲୋକ କହୁଛନ୍ତି କି ଝିଅ ଆଗରୁ କିଛି ପୁଅଙ୍କ ସହିତ, ମୋ ସାଥିରେ କଥା ହେଲା ଟାଇମ ରେ ବି ସେ ପୁଅ ଅନ୍ୟ ଝିଅ ସହିତ ରିଲେସନସିପ ରେ ଥିଲେ ବୋଲି ଆମ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ ହେଇଥିଲା। ଯଦି ସିଏ ମୋର ତ ପୂର୍ବରୁ ଥିଲା, ମାନେ 2 ବର୍ଷ ପୂର୍ବରୁ ଥିଲା। ସେ 2 ବର୍ଷ ମୋ ସହିତ କଥା ହେଲା ଭିତରେ ବି ସେ ଅନ୍ୟ ଝିଅଙ୍କ ସହିତ ରିଲେସନସିପ ରେ ଅଛନ୍ତି, ଯେମିତି କି ମୁଁ 1.5 ବର୍ଷ ପରେ ଜାଣିଲି। ତ ଅଲରେଡି ମୁଁ ଆଟାଚମେଣ୍ଟ ହେଇସାରିଥିଲି, ସେତେବେଳେ ମୁଁ ଛାଡିବା ସିଚୁଏସନରେ ନଥିଲି। ତ ସେଥିଲାଗି ଏମିତିକା ଷ୍ଟେପ ନେଲି ମୁଁ। ତ ଯଦି ବା ସିଏ ମୋ ସହିତ ରିଲେସନସିପ ରେ ଥାଇକି କରିପାରୁଛନ୍ତି, ମୁଁ ରିଲେସନସିପ ରେ ଥାଇକି ସେମିତି କିଛି ବି କରିନି। ଯେମିତି କି ସେ ଝିଅ ଅନ୍ୟ ପୁଅ ସହିତ କଥା ହଉଛି କି ଅନ୍ୟ ପୁଅ ସହିତ ରିଲେସନ ଅଛି, ସେ 2 ବର୍ଷ ଭିତରେ ଆମ ଭିତରେ ସେମିତି କିଛି, ମୋ ସାଇଡ ରୁ ସେମିତି କିଛି କଥାକୁ ନେଇକି ଆମ ଭିତରେ ଝଗଡା ହେଇନି। ତାଙ୍କ ସାଇଡ ରୁ ନେଇକି ଆମ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ ହେଇଛି। ତ ତାର ପ୍ରୁଫ ବି ଅଛି କି ହଁ ସେ ଅନ୍ୟ ଝିଅ ସହିତ ରିଲେସନସିପ ରେ ଅଛନ୍ତି, ଅନ୍ୟ ଝିଅ ସହିତ କଥା ବି ହଉଥିଲେ। ତ ସେ ସବୁ ବିଷୟରେ ମୁଁ ଜାଣିଥିବାରୁ ଏତେ ବଡ ଷ୍ଟେପ ମୁଁ ନେଲି। ମାନେ 2021 ରୁ 2016 ରୁ 2021 ପର୍ଯ୍ୟନ୍ତ ଥିଲା। 2021 ରୁ 25 ଭିତରେ ସେ ପୁଅ ସହିତ ମୋର ସେମିତି କିଛି ବି କଥାବାର୍ତ୍ତା ନାହିଁ। ତ ଏଇ ବିଷୟରେ ଅଲରେଡି ମୁଁ ସମୀର ସାରଙ୍କୁ ଜଣେଇ ବି ସାରିଥିଲି କି ମୋର ପାଷ୍ଟ ଗୋଟେ ଥିଲା। ସେ ବି କହିଥିଲେ ମୋର ବି ପାଷ୍ଟ ଅଛି। ତ ଆମେ ଦୁହିଁଙ୍କର ସହମତି କି ହଁ ମୁଁ ତୁମର ପାଷ୍ଟକୁ ଆକ୍ସେପ୍ଟ କରୁଛି ଆଉ ତୁମେ ବି ମଧ୍ୟ ମୋ ପାଷ୍ଟକୁ ଆକ୍ସେପ୍ଟ କରିକି ଆମେ ଦୁହେଁ ସମ୍ପର୍କ ଆଗକୁ ବଢେଇବା ବୋଲି ତ ଆମେ ବଢେଇଥିଲୁ।